ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ଦ୍ୱାରା ନବନିଯୁକ୍ତ କଟକ ଜିଲ୍ଲା ବିଜୁ ଜନତା ଦଳର ସଭାପତି ପ୍ରଫୁଲ୍ଲ ସିଂ ଆଜି ପ୍ରଥମେ ମା କଟକଚଣ୍ଡୀ ମନ୍ଦିରକୁ ଯାଇ ମାଙ୍କୁ ଦର୍ଶନ କରିବା ସହ ଆଶୀଷ ଭିକ୍ଷା କରିଛନ୍ତି। ତେବେ କଟକରେ ବିଜୁ ଜନତା ଦଳ ବେଶ୍ ମଜବୁତ ରହିଥିବା ବେଳେ ଆଗାମୀ ଦିନରେ ତୃଣମୂଳ ସ୍ତରରୁ ଦଳକୁ ଆହୁରି ସୁଦୃଢ଼ କରାଯିବା ସହିତ ବର୍ତ୍ତମାନର ଅପରାଗ ସରକାରକୁ ଆଗାମୀ ଦିନରେ ଉଚିତ ଜବାବ ଦିଆଯିବ ବୋଲି ଶ୍ରୀଯୁକ୍ତ ସିଂ ସୂଚନା ଦେଇଛନ୍ତି। ତେବେ ଏହା ବ୍ୟତୀତ ଆଗାମୀ ପଞ୍ଚାୟତ ନିର୍ବାଚନ ହେଉ ଅବା ମ୍ୟୁନିସିପାଲିଟି ନିର୍ବାଚନ ସେଥିରେ ବିଜୁ ଜନତା ଦଳ ପୁଣି ନିଜର ଲୋକପ୍ରିୟତାକୁ ପ୍ରଦର୍ଶନ କରିବ। ଶ୍ରୀଯୁକ୍ତ ସିଂ ପ୍ରଥମେ ଚଣ୍ଡୀ ମନ୍ଦିର ଯାଇଥିଲେ। ଏହାପରେ କଟକ ବକ୍ସି ବଜାର ସ୍ଥିତ ସମାଜ କାର୍ଯ୍ୟାଳୟ ଯାଇ ମହାପୁରୁଷମାନଙ୍କ ପ୍ରତିମୂର୍ତ୍ତିରେ ମାଲାର୍ପଣ କରିଥିଲେ। ତେବେ ସଭାପତିଙ୍କ ସହ କଟକ ଜିଲ୍ଲା ବିଜୁ ଜନତା ଦଳର ସଦସ୍ୟମାନେ ମଧ୍ୟ ଉପସ୍ଥିତ ଥିଲେ। କଟକରୁ ସିଦ୍ଧେଶ୍ୱର ରାଣଙ୍କ ରିପୋର୍ଟ, ପ୍ରତିଦିନ ଟିଭି। ବେକ, ପିଠି, ଅଣ୍ଟା, ଆଣ୍ଠୁ ଆଦି ସମସ୍ତ ଦରଜର ଏକମାତ୍ର ତୈଳ ଶ୍ରୀ ସଞ୍ଜୀବନୀ ପେନ୍ ରିଲିଫ ଅଏଲ। ଶ୍ରୀ ସଞ୍ଜୀବनी ଲଗେଇଲେ ଜମା बिंदीवनी। श्री संजीवनी पेन रिलीफ ऑयल हर दर्द को समझे, रखे सबका ख्याल।